ଜଣେ ବ୍ୟକ୍ତିର 3 ଜଣ ମିତ୍ର ଥିଲେ। ଜଣେ ମିତ୍ର ଏମିତି ଥିଲା ଯାହାକୁ ସେ ପ୍ରତ୍ୟେକ ଦିନ ଭେଟୁଥିଲା। ଦ୍ୱିତୀୟ ମିତ୍ର ଏମିତି ଥିଲା ଯାହାକୁ ସେ ଭଲ ପାଉଥିଲା, କିନ୍ତୁ ସପ୍ତାହ 2 ସପ୍ତାହରେ ଥରେ ଭେଟୁଥିଲା। ଆଉ ତୃତୀୟ ଜଣକୁ ମାସକରେ ଥରେ ଅଧେ କେବେ କେବେ ଭେଟୁଥିଲା। ଥରେ ଏହି ବ୍ୟକ୍ତି ଉପରେ ଏକ ମକଦ୍ଦମା ଚାଲିଲା। ଓକିଲ କହିଲେ ମକଦ୍ଦମାଟି ବହୁତ ଶକ୍ତ ଅଛି, ତେଣୁ ଏମିତି ଜଣେ ସାକ୍ଷୀକୁ ଯୋଗାଡ଼ କର ଯେମିତି ସେ କହୁଥିବ କି ସେ ତୁମକୁ ଜାଣିଛି ଆଉ ତୁମ ଉପରେ ଲାଗିଥିବା ଆରୋପ ବି ସମ୍ପୂର୍ଣ୍ଣ ମିଛ ଆଉ ଭୁଲ। ବ୍ୟକ୍ତି ଜଣକ ତୁରନ୍ତ ନିଜର ପ୍ରଥମ ମିତ୍ର ପାଖକୁ ଗଲେ। ନିଜର ଦୁଃଖ କଥା ଜଣାଇଲେ ଏବଂ କହିଲେ, ତୁମେ ମୋ ସାଥିରେ ଯାଇ ମୋ ସପକ୍ଷରେ ସାକ୍ଷୀ ଦିଅ। ମିତ୍ର ଜଣକ କହିଲା, ଦେଖ ଭାଇ, ଅବଶ୍ୟ ଆମେ ଦୁହେଁ ମିତ୍ର, କିନ୍ତୁ ସାକ୍ଷୀ ଦେବା ପାଇଁ ଗୋଟେ ପାଦ ବି ମୁଁ ତୁମ ସହିତ ଯାଇପାରିବିନି। ଏକଥା ଶୁଣି ବ୍ୟକ୍ତି ଜଣକ ଦୁଃଖ ସହିତ ନିରାଶ ବି ହେଲେ। ହଠାତ୍ ତାଙ୍କର ଦ୍ୱିତୀୟ ମିତ୍ରଙ୍କ କଥା ବିଚାରକୁ ଆସିଲା। ବ୍ୟକ୍ତି ଦ୍ୱିତୀୟ ମିତ୍ରଙ୍କ ପାଖକୁ ଗଲେ ଏବଂ ସେହି ସମାନ ଦୁଃଖ ତାକୁ ଜଣାଇଲେ। ଦ୍ୱିତୀୟ ମିତ୍ର କହିଲା, ଠିକ୍ ଅଛି, ମୁଁ ତୁମ ସହିତ କୋର୍ଟ ପର୍ଯ୍ୟନ୍ତ ତ ଯାଇପାରିବି, ହେଲେ ସାକ୍ଷୀ ଦେଇପାରିବିନି। ବ୍ୟକ୍ତି ଜଣକ ପୁଣି ଥରେ ନିରାଶ ହେଲେ। ସେତିକି ବେଳେ ତୃତୀୟ ମିତ୍ରଙ୍କ କଥା ମନେ ପଡ଼ିଲା, ଯାହାକୁ ସେ କେତେବେଳେ କେମିତି ଭେଟୁଥିଲେ। ସେ ବି କିଛି ମୁହୂର୍ତ୍ତ ପାଇଁ ତା ନିକଟକୁ ଯାଇ ନିଜର ସମସ୍ୟା ଜଣାଇଲେ। ତୃତୀୟ ମିତ୍ର ଏକଥା ଶୁଣିବା ମାତ୍ରେ ଉତ୍କଣ୍ଠାର ସହ କହିଲେ, ଠିକ୍ ଅଛି, ମୁଁ ତୁମ ସାଥିରେ ଯାଇ ତୁମ ସପକ୍ଷରେ ସାକ୍ଷୀ ଦେବି, ଆଉ ମୋର ସମ୍ପୂର୍ଣ୍ଣ ଭରସା ଯେ ତୁମେ ନିଶ୍ଚିତ ନିର୍ଦ୍ଦୋଷରେ ମୁକ୍ତ ହେବ। ହେଲେ ସାଙ୍ଗମାନେ, ସେ ମିତ୍ର କିଏ? ସେ ହେଉଛି ଆତ୍ମା। ପ୍ରଥମ ମିତ୍ର ହେଉଛି ଧନ ସମ୍ପତ୍ତି, ଜାଗା, କୋଠାବାଡ଼ି, ଯାହାକୁ ମଣିଷ ଅତି ନିଜର ଭାବୁଛି ଆଉ ରାତିଦିନ କେବଳ ତାରି ପାଇଁ ହିଁ ଚିନ୍ତା କରୁଛି। ଦ୍ୱିତୀୟ ମିତ୍ର ହେଉଛି ପିଲାଛୁଆ, ଭାଇ ଭଉଣୀ, ସମ୍ପର୍କୀୟମାନେ, ଯାହାଙ୍କ ପାଇଁ ମଣିଷ ପ୍ରତ୍ୟେକ କଷ୍ଟ ଉଠାଉଛି। ଆଉ ତୃତୀୟ ମିତ୍ର ହେଉଛନ୍ତି ଈଶ୍ୱରୀୟ ପ୍ରେମ ଆଉ ଶୁଭ କର୍ମ, ଯାହା ଈଶ୍ୱରୀୟ ପ୍ରେମର କାରଣରେ କରାଯାଇଥାଏ। ହେଲେ ଆମେ ତୃତୀୟ ମିତ୍ରକୁ କେବେ କେବେ ଭେଟୁଛେ। ସେମାନେ କେବେ ବି ମିତ୍ର ନୁହନ୍ତି ଯେଉଁମାନେ କାନ୍ଦିଲେ ଆସନ୍ତି। ମିତ୍ର ହେଉଛନ୍ତି ସେଇମାନେ ଯେଉଁମାନେ କାନ୍ଦିବାକୁ ହିଁ ଦେଇନଥାନ୍ତି। ବାସ୍ ଏତିକି। ଯଦି ଏ କାହାଣୀ ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଧନ୍ୟବାଦ।